কি হয়েছে? কুমকুম, এ কুমকুম, কুমকুম, ও মা, ওহো টিভি দেখবে, টিভি সাউন্ড কমে দিচ্ছি মা। তো ମୁଁ କିଛି କଥା କହିବା ପାଇଁ ଟିଭିରେ ଟିକେ ସାଉଣ୍ଡ କମେଇ ଦେଇଛି, ସେଥିପାଇଁ ମା 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 କରୁଛି କୁମକୁମ। ତ କିଛି ମନ କଥା ଭାବିଲି କିଛି ସେୟାର କରିବି, ମୋର ଯେଟା ଫିଲିଙ୍ଗସ୍ ହଉଛି ମୁଁ ସେଇଟା କହିଦଉଛି। ତ ଆମ ସମସ୍ତଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଯେତେ ଆମେ ମେକଅପ୍ ହୁଏ ଆମ ବୟସର ଛାପ ଜଣା ପଡିଯାଏ ଯେ ସତ ତା କେତେ ବୟସ ଏମିତି ଦେଖିଲେ ହିଁ ମଣିଷକୁ ଜଣା ପଡେ ଯେ ଆମେ କିନ୍ତୁ ଆକ୍ଚୁଆଲି ସେ ବୟସକୁ ଢାଙ୍କୁଡିବା ପାଇଁ ସମସ୍ତେ ଲିପଷ୍ଟିକ କାଜଲ କି କେତେ ପ୍ରକାର ହିଁ ମେକଅପ୍ ହୁଅନ୍ତି, ଆମେ ସମସ୍ତେ ହିଁ ହଉ। କିନ୍ତୁ ଆମ ବୟସ ତ ବଢେ ଯାହା ବି ହଉ, କିନ୍ତୁ ଆମ ମନ କଣ ସେତିକି ବୟସ ବଢେ? ମନର ବୟସଟା କଣ ବଢେ? ମତେ ତ ମନେ ହୁଏନି ଯେ ଆମ ମନର ସେତିକି ବୟସଟା ଅଛି। ମୋ ମନ ଆଜି ବି ସେମିତି ଛୋଟଟେ ହେଇକି ରହିଛି, ମୋର ମନେ ହୁଏ ମୋ ସାନ ଝିଅ ଯେତେବେଳେ ଖେଳେ ମତେ ବି ଇଚ୍ଛା ହୁଏ ମା ମୁଁ ବି ଏର ଟିକେ ଖେଳନ୍ତି କି ତା ସାଙ୍ଗରେ, ବହୁତ ଇଚ୍ଛା ହୁଏ। କାହିଁକି ଜାଣି ସେ ମନଟା ସେମିତି ହେଇକି ରହିଯାଇଛି। ତ ଆଜି ଗୋଟେ ଛୋଟିଆ କଥା କହିବି ଯେଟା କି ମତେ ଫିଲ୍ ହେଲା ଯେ କେଠି ନା କେଠି ମନଟା ସେମିତି ଛୋଟ ହେଇକି ରହିଛି। ତ ମୋ ହଜବେଣ୍ଡ ତାଙ୍କର ଯିବା ଟାଇମ ତ ଆସିଗଲାଣି, ଯାଇନାହାନ୍ତି, ରହିଯାଇଛନ୍ତି ମୁଁ କହିଛି। ତ ପୁଣି କାଲି ରାତିରେ କହିଲେ ଯେ ମୁଁ ଟିକଟ କାଟିବି ଆଉ ଯାଉଛି ଟିକଟ ପାଇଁ, 24 ଘଣ୍ଟା ଆଗରୁ ତତ୍କାଳୀନ କାଟୁଛନ୍ତି ଯେହେତୁ ତାଙ୍କର ମାନେ ସଡନ ଟିକଟ ମାନେ କାଟିକି ଯିବେ। ତ ମୁଁ ସେତେବେଳେ ବି କହୁଛି ଯେ ନା ନା ତମେ ଯାଉନି, ଆଉ 2 ଦିନ ଗଡେଇ ଦିଅ, ଏମିତି ଯାଅନି। ସେ ବିରକ୍ତି ହଉଛି ଯେ ମୁଁ କଣ ଡ୍ୟୁଟି ଯିବିନି, ମୁଁ ଏଇଠି ରହିବି ନା କଣ, ନକଲେ କେମିତି ହବ। ତ ମନଟା ମାନେ ଛୋଟ ଛୁଆ ଭଳି କାନ୍ଦି ଯାଉଛି, କାହିଁକି ନା କାହିଁ ମାନେ କଷ୍ଟ ହଉଛି ଏଇ ଜିନିଷଟା, କାହିଁକି ସେ ପଳେଇ ଯାଉଛନ୍ତି ଆମକୁ ଛାଡିକି। ଆଜି ବି ମନେ ହଉଛି ଯେମିତି ଛୋଟ ଅଛି, ପୁରା ଛୋଟ ଛୁଆ ଅଛି, ଯେ ମାନେ ବାପା ପଳେଇଗଲେ ଯେମିତି ଫିଲ୍ ହୁଏ ଯେ ଦୂରକୁ ଗଲେ। ତ ମତେ ଟିକେ ସେମିତି ଫିଲ୍ ହଉଥିଲା ମନ ଭିତରେ। ତ ସେଇଟା କଷ୍ଟଟା ଅନ୍ତରଟା ଟିକେ ଯନ୍ତ୍ରଣା ହଉଥିଲା, ମା ଚାଲିଯିବେ, ଟିକଟ କାଟିବା ବେଳେ ହିଁ ଆଖିରୁ ପାଣି ଆସିଯାଉଥିଲା ଯେ ପଳେଇ ଯାଉଛନ୍ତି, ପୁଣି ଯିବେ ପଳେଇ ଯିବେ। ତ କାଲି ଗଲା, କାଲି ପାଖରୁ ମନଟା ବହୁତ ଖରାପ ଥିଲା। ଆଜି ପୁଣି ସଡନ କହିଲେ ଯେ ତମେ ତ କାଲି ପଳେଇବ, ତାହେଲେ ଝିଅ ବି ସ୍କୁଲ ଯିବ, ତମକୁ ବି ସେଇ ଟାଇମରେ ଏକା ସାଙ୍ଗର ଖାଇବାର ଖାଇବ, ଆଉ ଟିଫିନ ବି ଏକା ସାଙ୍ଗର କରିଦେବି, ଝିଅ ବି ଯାହା ଟିଫିନ ନବ ତମେ ସେୟା ଟିଫିନ ନବ। ସେ ସେଇ ସମୟରେ ମତେ କହୁଛନ୍ତି ଯେ ନା ନା ମୁଁ କାଲି ଯିବିନି, ଟିକଟଟା ହେଇପାରିଲାନି, ପରଦିନ ହେଲା। ତ ମୁଁ ସେଇ ସମୟରେ ଏକାଥରେ କେମିତି ମୁଁ ହଠାତ୍ ଇଏ ଯାହା ହଉ ବଢିଆ ହେଇଛି। ତ କେଠି ନା କେଠି ଗୋଟେ ଛୋଟ ଛୁଆ ହେଇକି ଆମ ମନଟା ରହିଯାଇଛି। ମନର କୌଣସି ବୟସ ହିଁ ବଢେନି, ଆମେ ସିନା ଏମିତି ବଢିଯାଉ କି ମାନେ ଆମେ ବୟସର ବଢିଯାଉ, କିନ୍ତୁ ମନଟା ସବୁବେଳେ ସେ ଛୋଟ ହେଇକି ରହିଥାଏ। ଆଉ ସେଇ ଫିଲିଙ୍ଗସଟା ଥାଏ ମାନେ ଗୋଟେ ହଜବେଣ୍ଡ ୱାଇଫର ସବୁଦିନ ଏମିତି ମାନେ ଭାବ ଥାଏ ଯେ ଫଳରେ କି ବୟସ ହେଇଗଲେ ମଧ୍ୟ ସେଇ ଆନ୍ତରିକତାଟା ଥାଏ। ଏବେ ଆକ୍ଚୁଆଲି ଫିଲ୍ ହୁଏ, ବହୁତ ବୁଢା ବୁଢୀଙ୍କୁ ବି ମୁଁ ଦେଖେ ବା ସେମାନଙ୍କର ଏତେ ଭଲ ପାଇବା କେମିତି, ଆକ୍ଚୁଆଲି ତାଙ୍କର ମନଟା ହିଁ କେବେ ବୃଦ୍ଧ ହେଇନଥାଏ। ତ ମନଟା ସବୁବେଳେ ସେମିତି ଥାଏ। ମତେ ଆଜି ବହୁତ ବସିକି ଏଇ କଥାଟା ଚିନ୍ତା କରୁଥିଲି ଯେ ହଁ ମୁଁ ଖାଲି ଯେ ଜିନିଷଟା ଫିଲ୍ କରୁଛି, ମୋର ସବୁ ଭଉଣୀ ମାନେ, ବହୁତ ଭଉଣୀ ମାନଙ୍କର ବି ତାଙ୍କ ହଜବେଣ୍ଡ ମାନେ ବାହାରେ ଜବ୍ କରନ୍ତି, ସେମାନେ ବି ଏମିତି ତ ଫିଲ୍ କରୁଥିବେ। ତ ଏଇଟା ଗୋଟେ ଅଜବ ପ୍ରକାର ଫିଲିଂ, ଯେତେ ହେଲେ ବି ମନ କଣ୍ଟ୍ରୋଲ କରି ହୁଏନି, ଯେତେ ହେଲେ ବି ମନ କାନ୍ଦି ଉଠେ, ଗୋଟେ ଦିନ ରହିଗଲେ ଯେ ମନ ଖୁସି ହେଇଯାଏ। ତ ଏଇ ଫିଲିଙ୍ଗସଟା ଏତେ ଭଲ, ମାନେ ଫିଲିଙ୍ଗସଟା ଗୋଟେ ମନରେ ଆକ୍ଚୁଆଲି କୌଣସି ବୟସ ସୀମା ନାହିଁ। ନା କଣ କହୁଛନ୍ତି ଆପଣ ମାନେ? ଫିଲ୍ କଲେ ଯଦି ସେଇ ଜିନିଷଟା ସେମିତି ଫିଲ୍ ହଉଥିବ ତାହେଲେ ମତେ କମେଣ୍ଟରେ ୟେସ୍ ବୋଲି କହିକି ଜାଣିବେ ନା। କୁମକୁମ ବାବା ରହିବେ, ଇଏ ବାବା ରହିବ, ଇଏ ବାବା ରହିବେ ଆଉ ଗୋଟେ ଦିନ, ଇଏ